ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଶ୍ରୀ ନରେନ୍ଦ୍ର ଭୋଳ। ଆମର ଏହି ରାଶି ନକ୍ଷତ୍ର କାର୍ଯ୍ୟକ୍ରମର ସମସ୍ତ ଦର୍ଶକମାନଙ୍କୁ ଶୁଭେଚ୍ଛା ଶୁଭକାମନା। ଆଜି ରବିବାର ଜାନୁଆରୀ 12 ତାରିଖ, ପୌଷ ଶୁକ୍ଳ ତ୍ରୟୋଦଶୀ ତିଥି। ମୃଗଶିରା ନକ୍ଷତ୍ର ମିଥୁନ ରାଶିରେ ଚନ୍ଦ୍ର, ଧନୁ ରାଶିରେ ରବି। ଆସନ୍ତୁ ଜାଣିବା ଆଜି ଦିନଟି ଆପଣମାନଙ୍କର କିପରି କଟିବ। ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଧନ ଲାଭର ଯୋଗ ଅଛି, ବାଣିଜ୍ୟ ବୃଦ୍ଧି। ଆଜି ଦିନଟି ଆପଣ ଶୁଭ ଫଳ ପାଇବେ। ତାପରେ ଆସିବା ବୃଷ ରାଶି। ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ। କାର୍ଯ୍ୟ ସିଦ୍ଧି, ଯାତ୍ରାରେ ସଫଳ, ବନ୍ଧୁ ମିଳନର ଯୋଗ ଅଛି, ବାଣିଜ୍ୟରେ ବୃଦ୍ଧି ହେବ। ଆଜି ଦିନଟି ଆପଣଙ୍କର 100% ପରିଶ୍ରମ କଲେ 70% ଫଳ ପାଇବେ। ତାପରେ ଆସିବା ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଉଭୟ ଶୁଭ ଅଶୁଭ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରା ସଫଳ ହେବ, ଶରୀର କଷ୍ଟ ପାଇପାରନ୍ତି। ଆଜି ଦିନଟି ଆପଣ 100% ପରିଶ୍ରମ କଲେ 50% ଫଳ ପାଇବେ। ତାପରେ ଆସିବା କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ଶରୀର ପୀଡ଼ା ପାଇପାରନ୍ତି, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ବ୍ୟୟ ବୃଦ୍ଧିର ଯୋଗ ଅଛି। ଆଜି ଦିନଟି ଆପଣ 100% ପରିଶ୍ରମ କଲେ 50% ଫଳ ପାଇବେ। ତାପରେ ଆସିବା ସିଂହ ରାଶି। ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ନୁହେଁ। ଆଜି ଦିନଟି ଜଗି ରଖି ଚଳନ୍ତୁ। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ଆପଣଙ୍କର ଆଜି ଯାତ୍ରା ବିଫଳ ହେବ, କାର୍ଯ୍ୟ ହାନି, ପରିବାରରେ ମନୋମାଳିନ୍ୟ, ମାନସିକ ଦୁଶ୍ଚିନ୍ତାରେ ଦିନଟି ଅତିବାହିତ ହେବ। ଆପଣ ଆଜି 100% ପରିଶ୍ରମ କଲେ 30% ଫଳ ପାଇବେ। ତାପରେ ଆସିବା କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳତା, ପରିବାରରେ ହସ ଖୁସି ବଜାୟ ରହିବ, ଶତ୍ରୁ ପରାସ୍ତ ହେବେ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଆଜି ଦିନଟି ଆପଣ 100% ପରିଶ୍ରମ କଲେ 70% ଫଳ ପାଇବେ। ତାପରେ ଆସିବା ତୁଳା ରାଶି। ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ବନ୍ଧୁ ଦର୍ଶନର ଯୋଗ ଅଛି, ସୁସ୍ୱାଦୁ ଭୋଜନ ଲାଭ। ଆଜି ଦିନଟି ଆପଣ 100% ପରିଶ୍ରମ କଲେ 70% ଫଳ ପାଇବେ। ତାପରେ ଆସିବା ବିଛା ରାଶି। ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ବାଣିଜ୍ୟରେ ବୃଦ୍ଧି ହେବ, ଶତ୍ରୁ ପରାସ୍ତ ହେବେ। ଆପଣ ଆଜି କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଆପଣ 100% ପରିଶ୍ରମ କଲେ 70% ଫଳ ପାଇବେ। ତାପରେ ଆସିବା ଧନୁରାଶି। ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନରେ ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ଶରୀର କଷ୍ଟ ପାଇବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଆଜି ଦିନଟି ଆପଣ 100% ପରିଶ୍ରମ କଲେ 50% ଫଳ ପାଇବେ। ତାପରେ ଆସିବା ମକର ରାଶି। ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଆଜି ସୁସ୍ୱାଦୁ ଭୋଜନ ଲାଭର ଯୋଗ ଅଛି, ଶତ୍ରୁ ପରାସ୍ତ ହେବେ। ଆଜି ଆପଣ 100% ପରିଶ୍ରମ କଲେ 70% ଫଳ ପାଇବେ। ତାପରେ ଆସିବା କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ବାଣିଜ୍ୟ ବୃଦ୍ଧି ହେବ, ବନ୍ଧୁ ମିଳନର ଯୋଗ ଅଛି, ସୁସ୍ୱାଦୁ ଭୋଜନ ଲାଭ। ଆଜି ଦିନଟି ଆପଣ 100% ପରିଶ୍ରମ କଲେ 70% ଫଳ ପାଇବେ। ତାପରେ ଆସିବା ମୀନ ରାଶି। ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ନୁହେଁ। କାର୍ଯ୍ୟ ହାନି, ଯାତ୍ରାରେ ବିଫଳ, ଅପମାନିତ ହୋଇପାରନ୍ତି, ଅଯଥା କଳି ଝଗଡ଼ାରେ ପସନ୍ଦ ନାହିଁ। ଆଜି ଦିନଟି ଆପଣ 100% ପରିଶ୍ରମ କଲେ
40% ଫଳ ପାଇବେ। ଶେଷରେ କହି ରଖୁଛି, ଆଜି ବାଇଗଣ ଦ୍ୱାରା ପ୍ରସ୍ତୁତ ଭୋଜନ ଖାଆନ୍ତୁ ନାହିଁ। ଆମର ରାଶି ନକ୍ଷତ୍ର କାର୍ଯ୍ୟକ୍ରମ ଏଠି ଶେଷ ହେଲା। ଜୟ ଜଗନ୍ନାଥ।